ସନ୍ଧ୍ୟାର ସତସଙ୍ଗରେ ଉପବେଶନ କରିଥିବା ସମସ୍ତ ଭକ୍ତମାନଙ୍କୁ शुभेच्छा अर्पण करुच्ची। समस्तंकर समस्तंकर सर्वादौ मंगल हो यही प्रार्थना करुच्ची। आमे सबु बेले बड़ बड़ किए किए बड़ तुम एत सर्वे कल आउ टिके बसंतु आउ टिके बसंतु आमे सब जुगाड़ करूँ एत कथा कहल यही कथा को तुम सर्वे कर पार तेणु आमे सबुदिने संध्या बेले आमे प्रार्थना करूँ एवं आमर आश्रमर नियम होची आमे निश्चित भाव पदे पदे सत्संग करा जाए। कारण त्रिसंध्या बोली गोटे शब्द रही तीनोटी संध्या जीवन रे आमको करने आम शास्त्र आमको कही गोटे प्रभात आ गोटे मध्याह्न आ गोटे होची संध्या। ये जो प्रभात मध्याह्न संध्या आमे तीनोटी संध्या सब बेले करें। ब्राह्मण माने 3 थर गायत्री जप करिवे बोली कहुई। साधु सन्त माने 3 थर कहीं 5 थर तांकर संध्या करिवे से अलग कथा। किंतु कर्मी माने बा आपण माने आमे माने जो माने कर्म भितर अच्छे आम पई निहाती 2टी संध्या निहाती दरकार। बिछणारू उठिला बेले बिछणा को गला बेले बिछणारू शज्या त्याग बेले शज्या को आम शोया गला बेले गोटे मिनिट किंबा 2 मिनिट बेसी गुरु मंत्र आमे कौन किए नहीं ताकू भी जदि भजन करिबा ये गोटे मिनिट भी हब नहीं किछि नहले भी जय गुरु फोन बंद कर दियंतु जय गुरु एतिके शब्द कही आम बिछणारू उठिबा दरकार एवं शोइबा दरकार। ये होची प्रभात शज्या त्याग शज्या ग्रहण 2 थर जितेबाला आमे गाधेलु बा आम दांत घषा गाधेबा सबू कथा चलला लुगापटा पिंधिबा जलखिया खाइबा पर्यंत ता भीतर आमे जदि चाहिबा कौनसी मुहूर्त रे आमर प्रार्थना भूल हम नहीं। आमे मुंड कुंडौथिबा आमे प्रार्थना करथुबा प्रार्थना कहले स्वर संगीत किसी दरकार नहीं। आमे एथि जेमि आमर स्वर संगीत रे प्रार्थना कलु सेमति किसी करिवार भी दरकार नहीं। प्रार्थना टी आमर कथा संध्या जोठी हला ऑफिस रे हो ट्रेन रे प्लेन रे बस रे रास्ता रे हाट रे बाजार रे आजिकल बहुत लोग हाट बाजार रे बसिया भल पाउछ। जोठी भी संध्या हला सेठी मन भीतर आमे जय गुरु बोली शब्द कहिबा किबा आम गुरु मंत्र को थरे मात्र भी नहीं जावा सेतिकी मध्य यथेष्ट। कहीं विपद आसुथिले मध्य आम पई से विपद निश्चित भाव शांत हो
ମନେ କରାଯାଉ ଆମର ଆଜି ବିପଦ ଆସୁଛି ଏ କଥା ଆମେ ଜାଣିନୁ, କିନ୍ତୁ ବିପଦଟା ଆସିବ ବୋଲି ଯେଉଁ ନିୟତିଙ୍କର ଇଚ୍ଛାରେ ବିପଦ ଆସୁଛି, ଆମେ ଯଦି ଗୁରୁମନ୍ତ୍ର ବା ସେଇ ଜୟଗୁରୁ ଶବ୍ଦ ଯିଏ ଯେଉଁ ମାନେ ଏମିତି କିଛି ନାହିଁ ଯେ ଏଇ ଠାକୁରଙ୍କୁ ଡାକିଲେ ଆମେ ଯେମିତି ଭାବୁ ଶନି ମେଳା କଲେ ଶନି ଖୁସି ହେବେ, ଆଦୌ ନୁହେଁ, ଏଟା ମିଛ କଥା ଗୁଡ଼ାକ। କିଏ କହିବ ଆମେ ରାହୁ କେତୁ ମହାଦଶା ହେଇଛି, ଆମେ ଖଣ୍ଡିଆ ମଣ୍ଡିଆ ଲୋକଙ୍କୁ ଖାଇବାକୁ ଦେଲେ ଆମ ରାହୁ ଶାନ୍ତ ହେବ। ବିକଳାଙ୍ଗ ଲୋକଙ୍କୁ ଭୋଜନ ଦିଅ, ଭଲ ଦିନରେ ବି ଦିଅ, ଆଉ ରାହୁ ଦଶା ଶାନ୍ତି ହେବ, ଶନି ମେଳା କଲେ ଶନି ଦଶା ଶାନ୍ତ ହେବ, ଏସବୁ କଥାରେ ବଳିଆର ବିଶ୍ୱାସ ନାହିଁ। ଗ୍ରହ ରୂପୀ ଜନାର୍ଦ୍ଦନ ସେ ହେଉଛନ୍ତି ସୂର୍ଯ୍ୟ। ଜଣେ ଗାଧେଇଲା ବେଳେ ଯଦି ଖାଲି ସୂର୍ଯ୍ୟଙ୍କୁ ଆଞ୍ଜୁଳାଏ ଜଳ ଦେଇ ତାର ଗାଧୁଆ ଘର ଭିତରେ ହେଉ ନଈ ଭିତରେ ହେଉ ଜଳ ଦେଇ ନମସ୍କାର କଲେ ଗ୍ରହ ରୂପୀ ଜନାର୍ଦ୍ଦନ ସିଏ ହେଉଛନ୍ତି ଗ୍ରହ ରୂପୀ ଜନାର୍ଦ୍ଦନ। ଆପଣଙ୍କର ଏଠି ଗୋଟେ ଜଗନ୍ନାଥଙ୍କର ମନ୍ଦିର ହେଇଛି, ଜଗନ୍ନାଥଙ୍କର ମନ୍ଦିର ପ୍ରତିଷ୍ଠା ସବୁ ମଧ୍ୟ ବଳିଆ ଦେଖିଛି, ପ୍ରତିଷ୍ଠାକୁ ବି ଆସିଥିଲା। ସେ ଯାହା ହଉ ସେଠି ଦଧିବାମନ ମୂର୍ତ୍ତି ଥିଲେ, ତାପରେ 4ଟି ମୂର୍ତ୍ତି ଅଛନ୍ତି। ବର୍ତ୍ତମାନ ଆପଣ ଦେଖନ୍ତୁ 4ଟି ମୂର୍ତ୍ତି ଭିତରୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ସୁଦର୍ଶନ, ଏ 4ଟି ମୂର୍ତ୍ତି। ଆମେ କିନ୍ତୁ କହୁ କ'ଣ, କୁଆଡ଼େ ଯାଉଛ ନା ଆମେ ଜଗନ୍ନାଥଙ୍କ ଦର୍ଶନକୁ ଯାଉଛୁ। କେହି କେବେ ଆପଣମାନେ ଶୁଣିନଥିବେ ଆମେ ବଳଦେବଙ୍କ ଦର୍ଶନକୁ ଯାଉଛୁ ବୋଲି, କେହି କହୁନାହାନ୍ତି। ଯଦି କେନ୍ଦ୍ରାପଡ଼ା ବଳଦେବଙ୍କ ପାଖକୁ ଆସିବେ କହିବେ ଆମେ ବଳଭଦ୍ରଙ୍କ ପାଖକୁ ଯାଉଛୁ, କେନ୍ଦୁଝର ବଳଭଦ୍ରଙ୍କ ପାଖକୁ ଆସିଲେ ଆମେ ବଳଭଦ୍ରଙ୍କ ପାଖକୁ ଯାଉଛୁ, କିନ୍ତୁ ଆନ୍ଦପୁର ଗଲାବେଳେ ଜଗନ୍ନାଥ ପାଖକୁ ଯାଉଛୁ ବୋଲି କହିବେ। ତେଣୁ ସମସ୍ତେ ପ୍ରାୟ କୁହନ୍ତି ଭାରତ ବର୍ଷ ଯାକ ଜଗନ୍ନାଥଙ୍କ ଦର୍ଶନକୁ ଯାଉଛୁ। ତାହେଲେ ଆମେ ଯଦି ଜଗନ୍ନାଥଙ୍କର ନାଁ ଟିକେ କହିବା, ଆଉ ଯେଉଁ ରହିଲେ ବଳଭଦ୍ର, ସୁଭଦ୍ରା, ସୁଦର୍ଶନ, ଏମାନଙ୍କ ନାଁ ଯଦି ନ ଧରିବା ସେ ଗୋଟେ ପ୍ରକାରର ଅପରାଧ ହେବ। କିନ୍ତୁ ପ୍ରକୃତରେ ଜଗନ୍ନାଥ 4ଟି ଅକ୍ଷରରେ 4ଟି ମୂର୍ତ୍ତି ଅଛନ୍ତି। ଜ କହିଲେ ଜନାର୍ଦ୍ଦନ। ହଉ ଶୁଣନ୍ତୁ, 10-15 ମିନିଟ୍ କହିବା, ଆଡ଼େ ସାଡ଼େ ମନେ ରହିବ। ଜ କହିଲେ ଜନାର୍ଦ୍ଦନ। ଜନାର୍ଦ୍ଦନ ଶବ୍ଦର ଅର୍ଥ କ'ଣ? ଯିଏ ସମସ୍ତଙ୍କୁ ଖାଇବାକୁ ଦିଅନ୍ତି, ମାନେ ଆମ ଗାଉଁଲି ଭାଷାରେ ଛୁଆଟିଏ ଜନ୍ମ ହେଲା, ସେ କ'ଣ ଭାତ ଡାଲି ତରକାରୀ ଖାଇବ? ସେ କ୍ଷୀର ଟିକେ ପିଇବ। ମାତୃସ୍ଥାନରେ କ୍ଷୀର ଦେଇଥିଲା କିଏ? ତେଣୁ ଯିଏ ସମସ୍ତଙ୍କୁ ଖାଇବାକୁ ଦିଅନ୍ତି, ବାଘ ଭାଲୁଠାରୁ ଆରମ୍ଭ କରି ଏଇ ଯେଉଁ ବୃକ୍ଷ ତରୁ ତୃଣ ଲତା ସମସ୍ତଙ୍କୁ ଯିଏ ବଞ୍ଚେଇ ରଖିଛନ୍ତି, ତାଙ୍କରି ନାଁ ହେଉଛି ଜନାର୍ଦ୍ଦନ। ତେବେ ଜଗନ୍ନାଥଙ୍କ ଦର୍ଶନରେ ବଳଭଦ୍ର ହେଉଛନ୍ତି ଜ। ଜ କହିଲେ ଜନାର୍ଦ୍ଦନ। ତାଙ୍କ କାନ୍ଧରେ ହଳ, ହାତରେ ମୁଷଳ। ହଳ ଆଉ ମୁଷଳ ସଂଗ୍ରାମେ ଚପଳମ୍। ସଂଗ୍ରାମେ ଚପଳମ୍ କିଏ? ସୈନିକ। ହାତରେ ମୁଷଳ ଶିଳ୍ପ। ଶିଳ୍ପ ଏ ଯେଉଁ କ'ଣ କହୁଛନ୍ତି ଫ୍ୟାକ୍ଟରୀ ନା ଏମିତି କହୁଛନ୍ତି, ଶିଳ୍ପ। କାନ୍ଧରେ ଲଙ୍ଗଳ, ଇଏ ହେଉଛି ଆମ ଜମିବାଡ଼ିକି ଯିଏ ଚାଷ କରୁଛନ୍ତି। ତେଣୁ ଜ ହେଉଛନ୍ତି କର୍ମର ପ୍ରତୀକ ଏବଂ ବଳଭଦ୍ର। ତାପରେ ଗ। ଗ କହିଲେ କ'ଣ? ମା ସୁଭଦ୍ରା। ଗ କହିଲେ ଗଙ୍ଗା। ସେ ଗଙ୍ଗା ମାତା। ଗ କହିଲେ ଗୁରୁ। ସେ ମା।
माँ हूँ प्रत्येक परिवार प्रत्येक व्यक्तिंकर माँ हूँ प्रथम गुरु कहीं मातृगर्भर संतान थाए मातृगर्भर आसवा पर मातृस्तनरू क्षीर खाए शोवा को इच्छा है माँ कोଳରେ शुए तेणु तार मलमूत्र को माँ ही प्रथम सफा करे ताकू पाठ पढ़ाई प्रथम माँ ही प्रेरणा दिए तेणु ग कहिले गंगा ग कहिले गुरु से गुरु के माँ माँ खाली कहले खाली जन्मित माँ आई माँ सबू तो माँ ग कहले गंगा ग कहले कौन कहली गुरु ग कहले गोविंद गोविंद जे अन्यर उपकार करे से गोविंद तांकु गोविंद बोली कहा जाए तो अन्य किए आपण देखंतु गोविंद किए धरतु भगवान कृष्ण जन्म हेले तांकु मुंडे मुंडेई नेला किए ना बापा से बापाटी ना कौन वसुदेव वसुदेव सुतं देवं कंस चाणूरमर्दन देवकी परमानंदं कृष्णं वंदे जगद्गुरुं लेकिन गले ताकू गोपपुर रे प्रथम रिसीव कले किए माने वसुदेव को अपेक्षा करथिले किए नंद से गोटे बापा नंद नंदन गोविंद वृंदावन कलानिधि से गोटे बापा कृष्ण को तांको घरे थोईकि पुणी बिजुली बेगर दौड़िकी आइले किए ना बलभद्र ये कौन वसुदेव एठी बापार भूमिकाटा कौन जमुनारे जल बढ़ी जमुनारे पानी आसी नदी बढ़ी तथापि गोटे बापा ता पुओ को बंचई रखिबो बोली माँ जन्म देला माँ गर्भरु आम आसिलु कि बापा आउ गोटे शब्द जी ता पुओ को बंचैवा पाई से जमुना नदीर बन्या जल को से खातिर कर मु पते भासी गले भाजीजी कि पुओटा मोर बंची रहू केते सुंदर भागवत आजकल तो कहीं पढ़ुना तोते ही तू ही रक्षा कर मुछार कौन बदौस तोते ही तू ही रक्षा कर मुछार मनुष्य तोते ही तू ही रक्षा कर मु खाली कहू चाहूँगी आजिर समाज रे सबुठारु जदि अवहेलित होती केवल बाप माँ से हड़क बेसी अवहेलित जदि गोटे पिला शिक्षित पिलाटी से गोटे घरे कबाट बंद करी टीवी देखुची 15 मिनिट जदि तार अतीत को से भाविब तार पिलादिनर जीवन को से भाविब से भावना भितर भासी आसिबो गोटे कथा माँ आउ बापार कथा आज भी गोटे पिला स्कूल को जाइची जदि ठीक समय से फेरी नहीं से दांड दुआर मेरे अपेक्षा करिसला किए सी हूँ माँ तार सब गीत सब लिखाई ओडिशा रे बहुत
तापरे ताको आ लंबेबानी तेणु माँ आउ बापा ये दी जनकर भूमिका को आप मन पका वसुदेव जमुना जल बुड़ीजे कि मरीजे से कथा खातिर नक पुओटी की नहीं नंद मंदिर में पहुँचेले नंद भी भाविले नहीं ये पुओटा आम पाखे रही कंस काले आड़ को आसिक आमको मारिदेव से भी पुओ को बचाई से छुआटी की बचाई कृष्ण को रखिले ताहले गोविंद किए से होउचंदी गोविंद एठी नंद नंदन गोविंद बोली कहगला नंद ही प्रकृत गोविंद जे कि वसुदेवंकर देवकी वसुदेवंकर पुओटा को बचाई सी गोप आ मथुरा केते बाट कि गोटे मझे नईटा कंस चाहिए सब कथा हो पाता किंतु से जानी विपद अच्छी तथापि से पुओटी की बचाइवा चेष्टा कर तेणु परर उपकार करवा अन्यर उपकार करवा जी करती से होती गोविंद गोविंद सदृश ये हूँ गोटे ग अक्षर आउरी अनेक अर्थ अच्छी आउ ज ग ना ना कहले नाम ब्रह्म विपद आसूची धर तुम कल इलो बापा लो से बापा लो शब्द भितर मध्य भगवान बा कहले निश्वास पा कहले हाथ पानी पा कहले जल जदि कहल इलो माँ लो माँ कहले मस्तिष्क आत्मा ये दुईटी जाक हूँ माँ जदि कहल बौल ब ओकार उ ब कहले ब्रह्म ओम कहले मंत्र उ कहले शक्ति जहाँ भी तुम कहूच इलो बापा लो इलो बौल एमती कहूच सब गुड़ा कहूँ भगवान नाम ताकू बुझा दरकार आपण मैंने जो जानी थे कि ना मुझे मुझे कौ जानी चाबी नुह पिलाटी जो प्रथम कथा आरंभ करे से कौटू आरंभ करे एते माँ मान सब बही कोट निश्चित भाव में बा माँ माँ ठू तार कथा आरंभ है कहीं भा भा भ भ आरंभ है विचित्र कर्मा से भली सृष्टि करिचंदी पिलाटी जेतेबेले प्रथम पाटी फिटेब से बाबा मामा रु आरंभ कर सेटिपाई बलिया गोटे गीत लिखी गोटे पद पढ़ुना विचित्रानंद आमे तो बहुत इंजीनियर के कौच मु डॉक्टर के कौच केते कौन सब कही जाऊँ किए से इंजीनियर गोटे मातुर गर्भरे गोटे छोटिया जगार गोटे छुआ को से रखी पारिला से सेटिंग टाकू करछि किए अच्छा से जो छुआटी 7 मास कि 8 मास रहिला से कौ दिन गोड़ हाथ बाड़े ना भोक कलानी बोली कही से मातृगर्भ भितरे से नीरव रही माँ उपलब्धि करुला छुआटा पेटर अच्छी किंतु
ସେ ଗୋଡ଼ ବାଡ଼େଇବା କି କୁଆଁ କୁଆଁ କାନ୍ଦିବା କିଛି ନାହିଁ। ଯେଉଁଟା ଆପଣମାନେ ପଢ଼ନ୍ତି ମୁକଂ କରୋତି ବାଚାଳଂ ଲଙ୍ଘୟତେ ଗିରି ମୁକ ଭଳି ସେ ତା ଭିତରେ କେମିତି ରହିଲା? ଏମିତି ସନ୍ତାନ ଜନ୍ମ ହେବା ପାଇଁ 9 ମାସ ବି ଚାଲି ଯାଉଛି, 10 ମାସ ବି ଚାଲି ଯାଉଛି, କେମିତି ରହିଲା? ପାଟି ଫିଟଉ ନେଇ, ଗୋଡ଼ ବାଡ଼ଉ ନେଇ। ତାହେଲେ ଇଏ କାହାର, ଇଏ କେଉଁ ଇଞ୍ଜିନିୟରଙ୍କ କାମ? ଆପଣ କେବେ ଆଜିକାଲି ଟେଷ୍ଟ ଟ୍ୟୁବ୍ଟା ମଧ୍ୟ ସେଇ ମାତୃଗର୍ଭର ଭଳି ତାକୁ ସୃଷ୍ଟି କରାହେଇଛି। ଆଉ କେଇ ଦିନ ପରେ ସବୁ ଟେଷ୍ଟ ଟ୍ୟୁବ୍ରେ ପିଲା ଜନ୍ମ ହେବେ, ଆଉ ମାଆ ମାନେ କହିବେ ନାଇଁ ଆମେ ସେ ବୋଝ ନେଇପାରିବୁନି। ଦେଖନ୍ତୁ ଯୁଗର ଆଗକୁ ଆଉ 5 ବର୍ଷ ମାନେ ଭିତରେ ଏହା ହେଇଯିବ। ତମେ କେଉଁଠି ଜନ୍ମ ହେଇଛ? ତମେ କହିବ ମୁଁ ଅମୁକ ଲାବୋରେଟୋରୀରେ ଜନ୍ମ ହେଇଛି। ସିଏ କହିବ ଆମେ ଯେମିତି କହୁଛୁ ବଞ୍ଚରେ ଜନ୍ମ ହେଇଛୁ, ସେତେବେଳେ କ'ଣ ସେ ବଞ୍ଚ କହିବେ? ଆମେ କଟକ ଅମୁକ ଲାବୋରେଟୋରୀ ଜନ୍ମ ହେଇଛୁ। ଏଇସବୁ ଯୁଗ ପୁଣି ଆଉଛି। ତେବେ ଏତିକି ମନେ ରଖନ୍ତୁ, ଆମେ ସବୁ କଥାକୁ ବଢ଼େଇବାନି। ଆଉ କଥାଟି ହେଉଛି ଯେ ନା କହିଲେ ନାମ ବ୍ରହ୍ମ, କେବଳ ମନ ଖୋଲି ତାଙ୍କୁ ଡାକ। ଆରେ ଶଳା କୁଆଡ଼େ ଗଲୁ, ବେଧୁଆ କୁଆଡ଼େ ଗଲୁ, ଭାଡ଼ୁଆ କୁଆଡ଼େ ଗଲୁ, ଇଏ କ'ଣ ଭାଷା? ନା ଧରିକି ଡାକ, ବାପାକୁ ବାପା ଡାକ, ବୁଢ଼ା କୁହନି, ମାଆକୁ ମା ଡାକ, ବୁଢ଼ୀ କୁହନି। ବାପା ମା କେବେ ବି ବୁଢ଼ା ବୁଢ଼ୀ ହୁଅନ୍ତିନି। ମୁଁ ମୋର ବାପା ମାଙ୍କ ନାଁ ମୂଳରେ ସ୍ୱର୍ଗତ ଚିହ୍ନ ଆଜି ପର୍ଯ୍ୟନ୍ତ ଦେଇନି। କାହିଁକି ନା ମୁଁ ଯେ ପର୍ଯ୍ୟନ୍ତ ବଞ୍ଚିଛି, ମୋ ବାପା ମା ବଞ୍ଚିଛନ୍ତି, ମୋ ଅଜା ଆଈ, ମାମୁଁ ଘର ଅଜା ଆଈ ବଞ୍ଚିଛନ୍ତି, ଆଉ ବାପା ଘର ଅଜା ଆଈ କ'ଣ ଆଙ୍କୁ ଅଜା ନା ଯେ ଏମିତି ସବୁ କହନ୍ତି। ଏ ଯେଉଁ ଗ୍ରାଣ୍ଡ ଫାଦର କଲେ ଆଜିକାଲି ସବୁ ବୁଝିଯାଉଛନ୍ତି। ଆଉ ତେଣୁ ଆଜିକାଲି ସବୁ ଇଂରାଜୀରେ କଥାବାର୍ତ୍ତା। ତେଣୁ ମୋ ଗ୍ରାଣ୍ଡ ଫାଦର ବି ବଞ୍ଚିଛନ୍ତି, ମୋ ଫାଦର ମଦର ବି ବଞ୍ଚିଛନ୍ତି। ତେଣୁ ସେଥିପାଇଁ ଆମେ ଯେତେବେଳେ ପିଣ୍ଡ ଶ୍ରାଦ୍ଧ ଦେଉ, ବ୍ରାହ୍ମଣ ପଚାରେ ତମ ବାପାଙ୍କ ନାଁ କ'ଣ, ତମ ବାପାଙ୍କ ନାଁ କ'ଣ, କାହିଁ କହେ? ଆମର ସମ୍ପର୍କଟା ସେମିତି 3 ପୁରୁଷ 4 ପୁରୁଷ ପର୍ଯ୍ୟନ୍ତ ଲାଗିକି ରହିଛି। ତେଣୁ ନା କହିଲେ ନାମ ବ୍ରହ୍ମ। ନାମଟି କରିବୁ ମନରେ, ଅନାମକୁ ଧ୍ୟାଇବୁ, ଜପଟି କରିବୁ ମନରେ, ଅଜପାରେ ମିଶି। ନାମଟି କରିବୁ ମନରେ, ଅନାମକୁ ଜପଟି କରିବୁ ମନ, ଅଜପାରେ। ନା କହିଲେ ନାରାୟଣ, ଓಂ ନମୋ ନାରାୟଣ ପ୍ରସିଦ୍ଧ ମନ୍ତ୍ର। ନାର ଅୟନ ମାନେ ଜଳ, ଅୟନ ମାନେ ଆଶ୍ରୟ। ଜଳକୁ ଆଶ୍ରୟ କରିଛନ୍ତି ପୃଥିବୀ, ଜଳକୁ ଶୋଷଣ କରୁଛନ୍ତି ସୂର୍ଯ୍ୟ, ଏ ସବୁ ନାରାୟଣ। ମଣିଷ ଜନ୍ମ ହେଲା ବେଳେ ସେ କ୍ଷୀର ପିଏ, ପାଣି ପିଏ, ପୁଣି ମରିଲା ବେଳକୁ ତା ପାଟିରେ ନିର୍ମାଲ୍ୟ ପାଣି ଦିଆଯାଏ। ଇଏ ସବୁ ନାରାୟଣ ତତ୍ତ୍ୱ। ଚାତକ ଅପେକ୍ଷା କରିଛି ବର୍ଷା ଦିନେ ମେଘକୁ, ପାଣିକୁ। ତେଣୁ ନାରାୟଣ କହିଲେ ଖାଲି ଭଗବାନଙ୍କୁ ବୁଝୁ, ଏ ସମସ୍ତେ, ପବନ ମଧ୍ୟ ନାରାୟଣ। ତେଣୁ ଓಂ ନମୋ ନାରାୟଣାୟ, ଏ ମନ୍ତ୍ରଟିକୁ ଜପ କଲେ, ଜପ ନ କର, ଖାଲି ଟିକେ କହିଲେ ହବ। ଆଚ୍ଛା, 4 ଯୁଗରେ 4ଟି ନାମ ଆମକୁ କୁହାଯାଇଛି। ସବୁ ନାମ ଭିତରେ କିନ୍ତୁ ନାରାୟଣ ଅଛନ୍ତି। ପଢ଼, ନାରାୟଣ
এটি নারায়ণ রহিলে তাপর নামটা হচ্ছে রাম নারায়ণ কেশব রাম নারায়ণ এଠି ବି ନାରାୟଣ ଅଛନ୍ତି। ତାପରେ ନାମରେ ହେଲା ହରେ ମୁରାରେ ଯଜ୍ଞେଶ ନାରାୟଣ ଏଠି ବି ନାରାୟଣ ରହିଲେ। ଆଉ ଗୋଟେ ନାମ କୁହ ଶ୍ରୀକୃଷ୍ଣ ଏମିତି ସ୍ୱର ନ କରିକି ଯଦି ଖାଲି ଟକ ଟକ ହେଇକି କହିଗଲ ଚାରି ଯୁଗର ନାମ କରିବ ଗୋଟାଏ ମିନିଟ୍ ହେବ, ଅଧ ମିନିଟ୍ ଭିତରେ ସବୁ ସରିଯିବ। ତାକୁ ତମେ ଚିନ୍ତା କରିବ ଯେ ସତ୍ୟ ତ୍ରେତୟା ଦ୍ୱାପର କଳି ଆରି ଭିତରେ ଭୋଗ ହେଇଗଲା। ଇଏ ହେଉଛି କଥା। ଆମେ କେଇଟା ଦିନ ପାଇଁ ଦୁନିଆକୁ ଆଇଛୁ, ଚାରିଟା ଯୁଗ ଆମେ ପ୍ରତ୍ୟେକ ଦିନ ଭୋଗ କରିବା, ଏ କ'ଣ ଛୋଟିଆ କଥାଟି? ଇଏ ହେଉଛି ନା। ଆଉ ସେ ବିଷୟରେ ମୁଁ କହିବାକୁ ଚାହୁଁନି, ବହୁତ କଥା ଅଛି। ଜଗନ୍ନାଥ ତାପରେ ଆସିଲା କ'ଣ ନାଁରେ ନିଜେ ଜଗନ୍ନାଥ, ଜରେ ବଳଦେବ, ଗରେ ସୁଭଦ୍ରା, ନାଁରେ ଜଗନ୍ନାଥ, ଥରେ ଧୈର୍ଯ୍ୟ, ଥକା ମନ ଚାଲ ଯିବା, ଚକା ନୟନ ଥକା ମନ ମାନେ କ୍ଳାନ୍ତି। ଯେତେବେଳେ ମଣିଷକୁ କ୍ଳାନ୍ତି ଆସେ ସେ ଶୋଇପଡ଼େ, ନହେଲେ ଥକା ମାରି ବସିଯିବ, ଦୀର୍ଘ ନିଶ୍ୱାସ ଟିକେ ପକେଇବ। ତେଣୁ ଧୈର୍ଯ୍ୟ ହେଉଛି ଥକାର। ପେସେନ୍ସ ଇଜ୍ ଦ ପିଲର ଅଫ୍ ଲାଇଫ୍। ଯେଉଁ ଜୀବନରେ ଧୈର୍ଯ୍ୟ ନାହିଁ, ତୁ କାହିଁ ଏମିତି ମୋତେ କହିଲୁ, ତୁ କାହିଁକି ଏମିତି, ଏଇ ଯେଉଁ ପ୍ରକାର ଆମ ସମାଜରେ କଳି କଜିଆ ସବୁ ଚାଲିଛି, ପୃଥିବୀ ଯାକ ଚାଲିଛି, ଏଗୁଡ଼ାକ କ'ଣ? ଇଏ ଠକ ନୁହନ୍ତି, ଏମାନେ ଥକା। ଏଇ ଦେଖନ୍ତୁ, ସବୁ କଥାର ଗୋଟେ ଶେଷ ଅଛି। ତେଣୁ ଆମେ ଯେଉଁ ଅଯଥା ରାଗୁଛେ, ଅଯଥା କହୁଛେ, ଅଯଥା ଗପୁଛେ, ଅଯଥା ହସୁଛେ, ସବୁ ତାର ବି ଶେଷ ହେଇଯିବ। ଏମିତି ଗୋଟିଏ ଦିନ ଆସିବ, ସବୁ କଥା ଆମ ପାଇଁ ଶେଷ ହେଇଯିବ। ତେଣୁ ଶେଷ ହେବା ପୂର୍ବରୁ ଆମକୁ ଗୋଟେ ଭଲ କାମ କିଛି କରିବାକୁ ପଡ଼ିବ। ଇଏ ହେଉଛି ଜଗନ୍ନାଥ। ଦେଖନ୍ତୁ, ଆପଣଙ୍କ ବଞ୍ଚ ଗ୍ରାମରେ ଜଗନ୍ନାଥ ବସିଛନ୍ତି, ଆଉ ଅଛନ୍ତି। ଆଉ ଜଗନ୍ନାଥଙ୍କର ମୂର୍ତ୍ତି ମନ୍ଦିର କରିଦେଲେ ଜଗନ୍ନାଥ ଖୁସି ହୁଅନ୍ତି। ମୁଁ କାହିଁ ତାକୁ ଭାବେ ନାହିଁ।
ଜଗନ୍ନାଥଙ୍କ ଗପ କହିବାକୁ ହେଲେ ବହୁତ ସମୟ ଲାଗେ, ମୁଁ ଗରମରେ କହିପାରିବିନି। ଏଠି ଯଦି ଗୋଟେ ଏସି ଲଗେଇଥାନ୍ତେ, ଆମେ ଏତେ ଲୋକ ବଇଛୁ, ସମସ୍ତେ ଥଣ୍ଡା, ଗୋଟେ ଆନନ୍ଦରେ ମଣିଷ କହିଥାନ୍ତା, ଗରମ ଲାଗୁଛି ଗଲା। ତାପରେ ମୋର ପାଟିଟା ନା ଟିକେ, ମୋ ବାପାଙ୍କର ଟିକେ ବଡ଼ ପାଟି ଥିଲା, ମୋର ମୁଁ ତାଙ୍କଠୁ ଜନ୍ମ ହେଇଛି, ମୋର ଟିକେ ବଡ଼ ପାଟି। ମୁଁ ଏଇଠୁ ପାଟି କଲେ ହାଫ୍ କିଲୋମିଟର ଯାକେ ଶୁଭିବ, ତେଣୁ ମୁଁ ବଡ଼ ପାଟିରେ କହୁଛି ବୋଲି ଆପଣ ଶୁଣୁଛନ୍ତି। ମୋ ଛୋଟିଆ ପାଟିଟେ ହେଇଥାନ୍ତା, ଆପଣମାନେ ଶୁଣିପାରିନଥାନ୍ତେ। ତେଣୁ ଗୋଟେ ଛୋଟିଆ ମାଇକ୍ ହେଇଥିଲେ ବି ଇଏ ଆଖପାଖ ଲୋକ ରାସ୍ତାରେ ଯାଉଛନ୍ତି, ସେଗୁଡ଼ାକ ମଧ୍ୟ ଶୁଣୁଥାନ୍ତେ। ଥାଉ ଥାଉ, ସେ ଶୁଣୁଥାନ୍ତେ ଯେ ଯାହା ଗୋଟେ ବଳିଆ ଏଇଆ କହୁଛି। ମୁଁ ବର୍ତ୍ତମାନ ବଞ୍ଚ ତତ୍ତ୍ୱଟାକୁ କହୁଛି। ବ କହିଲେ କ'ଣ? ବ କହିଲେ କ'ଣ ଜାଣିଛୁ କହୁନୁ? ଆଉ ମୋ ମୁହଁଟା କ'ଣ ନେଇ ହସୁଛୁ? ବଟା ଆମର ତ ଜାଣିନୁ। ଆଚ୍ଛା, ବ କହିଲେ ବଳିଆ। ହଉ ହେଲା, ବ କହିଲେ ବଳିଆ, ବ କହିଲେ ବଳରାମ, ବ କହିଲେ ବଳଦେବ। ବ କହିଲେ ବ୍ରହ୍ମ, ଦାରୁ ବ୍ରହ୍ମ ମୁରାରୀ। ବ କହିଲେ ବସୁଦ୍ଧା, ମାଟି ବସୁଦ୍ଧା। ବ କହିଲେ ବାୟୁ, ନିଶ୍ୱାସ। ବ କହିଲେ ବହ୍ନି, ବହ୍ନି କହିଲେ ଅଗ୍ନି। ବ କହିଲେ ବ୍ୟାମ, ବ୍ୟାମ କହିଲେ ଆକାଶ। ବ କହିଲେ ବରୁଣ ବା ସମୁଦ୍ର। ଆଠୁ ଦୁନିଆରେ ବଡ଼ କିଏ ଅଛି ଆପଣ କୁହନ୍ତୁ? ଆଉ କେହି ବଡ଼ ନାହିଁ। ସମୁଦ୍ର ମାଡ଼ି ଆସିବେ, ଆମେ ସଫା। ଯଦି ପବନ କହିବ ମୁଁ ଅଧ ମିନିଟ୍ 2 ମିନିଟ୍ ବନ୍ଦ ହେଇଯିବି, ସବୁ ଯାକ ସଫା। ତେଣୁ ବହ୍ନି, ଅଗ୍ନି ଯେସନେ ସର୍ବ ଖାଇ, ବିଚାରରେ ସୁଗୁଣ ନାହିଁ। ଏଇ ଘରର ଝିଅଟିଏ, ଶାନ୍ତ ସ୍ନିଗ୍ଧ ସରଳ ପିଲାଟିଏ, ଝିଅଟିଏ, ସେ ବି ବଳିଆକୁ ସେବା କରିଛି, ବହୁତ ତାର ଅବଦାନ ବି ଅଛି। କିନ୍ତୁ ଏ ଅଗ୍ନି କିଛି ଜଣା ହେଲାନି, ଆଉ ସେ ଅଗ୍ନି ଭିତରେ ଚାଲିଗଲା। ତେଣୁ ଅଗ୍ନି ଯେସନେ ସର୍ବ ଖାଇ, ବିଚାରେ ଦୋଷ ଗୁଣ ନାହିଁ। ଇଏ ଗଲା, ଇଏ ହେଲା କ'ଣଟା? ବ ବ ବ କହିଲେ ବସୁଦ୍ଧା, ବ କହିଲେ ବ୍ୟାମ, ବ କହିଲେ ବ୍ରହ୍ମ, ବ କହିଲେ ଆକାଶ, ବ୍ୟାମ, ବ କହିଲେ ସମୁଦ୍ର, ବ କହିଲେ ବାୟୁ। ଇଏ ସବୁ ତ ବ। ଆଉ ତାପରେ ନ च। ଆଜିକାଲି ପିଲା ତାକୁ ବୁଝିପାରିବେନି, ସେ ପାଠ ସବୁ ଏମାନେ ପଢ଼ୁନାହାନ୍ତି, ଆମେ ସବୁ ପଢ଼ିଛୁ। ଯୁକ୍ତାକ୍ଷର। ନଟି କ'ଣ? ନାମ। ନଟି ନାସାଗ୍ର। ନାମ କ୍ଷରନ୍ତି ନାସାଗ୍ରେ ରୂପ ଲୋଚନ ଗୋ। ନ କହିଲେ ନମ୍ରତା, ନ କହିଲେ ନମସ୍କାର। ଆପଣ ଗୋଟେ ଅତିଥିକି କିଛି ଦେଇପାରିବେନି, ଖାଲି ଗୀତାରେ କହିଲେ ମନନା ଭବ ମଦଦାଜି ମାଂ ନମସ୍କୁରୁ, ମତେ ନମସ୍କାର ଖାଲି କର। ସେତିକ ମଧ୍ୟ ଆଜିକାଲି କରୁନାହାନ୍ତି। ଇଏ କରୋନା ବେଳେ ଆମ ଭାରତର ନେତା ଇଏମାନେ ସବୁ ହ୍ୟାଣ୍ଡସେକ୍ ନ କରିକିରି ନମସ୍କାର କଲେ ବୋଲି ଏପର୍ଯ୍ୟନ୍ତ ବି ସେ ନମସ୍କାରଟା ପୃଥିବୀ ଯାକ ପ୍ରାୟ ବହୁ ଦେଶରେ ଚାଲିଛି। ଆଗରୁ କ'ଣ କରୁଥିଲେ? ହ୍ୟାଣ୍ଡସେକ୍ କରିଦେଉଥିଲେ। ତେଣୁ ସଜ୍ଜନ, ଭାରତର ସଂସ୍କୃତି ବହୁତ ମହାନ, ତାକୁ ପ୍ରଚାର ପ୍ରସାର କରିବା ପାଇଁ କାହାର କେତେ ଇଚ୍ଛା ହେଉନି। ତା କ'ଣ ଆଜିକାଲି କହୁଛନ୍ତି ଓଡ଼ିଆ ଅସ୍ମିତା। ଏ ଅସୁବିଧା କ'ଣଟା ମାନେ କେଜାଣି? ଏ ଯେଉଁ ଶିକ୍ଷକ ମାନେ ବସିଛନ୍ତି କହିବେ କ'ଣ କରିବେ? ଆମ ଶ୍ରୀକାନ୍ତଙ୍କ ବାପାଙ୍କୁ ପଚାରିବା, ସିଏ ତାଙ୍କ ବାପାଙ୍କ ଠାରୁ କି ତାଙ୍କ ଅଜାଙ୍କ ଠାରୁ ଶୁଣିଥିବେ। ତେଣୁ ଏସବୁ କଥା ଏଗୁଡ଼ା ଖାଲି କଥାର ଘାଣ୍ଟ। ତେବେ ନ କହିଲେ ନମ୍ର, ତମେ ପାଠୁଆ ହେଇପାର। ମୁଁ ଗୋଟେ ଏମିତି ବଡ଼ ପାଠୁଆ, ମୋର ଏମିତି କୋଟିଏ ଟଙ୍କା ବ୍ୟାଙ୍କରେ ଅଛି, ତୋର କୋଟିଏ ଟଙ୍କା ଅଛି, ତାକୁ ତ ପିମ୍ପୁଡ଼ି ଖାଇବେନି। ଚିନି ବରଂ ତମ ଘରେ ରଖିଲେ ତାକୁ ପିମ୍ପୁଡ଼ି ଖାଇବେ। ଟଙ୍କା ଯଦି କୋଟିଏ ଟଙ୍କା ତମ ବାକ୍ସରେ ରଖିବ, କେଉଁ ପିମ୍ପୁଡ଼ି ନା ଜନ୍ଦା ହେରିକା ଯିବେ? ସେ ଟଙ୍କା ତମର ସେଇ ଖତ ହେବ।
आजिकल जो मंत्री फंत्री घर ऑफिसर मान घर कोटी कोटी टंका मिलूँ पिंपुड़ी जंदा अच्छा कि यदि रसगोलाटा थोईदेव आउ कि समय पर देखे माने पिंपुड़ी जंदा लगिगले तेणु दुनिया रे बड़ किए नम्रता सही जाओ दुख सर्वदा विभु पाद सुमरी रही जाओ जो स्वरटा पकाऊ जो मो कान ये जगह छाड़ तेरे कौन भाया कहला कौन मन मन न गला न बहुत कथा अच्छी न कहले शून्य अच्छा न कहले नीति नियम निष्ठा न कहले नम्रता न कहले नासाग्र न कहले नभवा आकाश कोटि कोटि नक्षत्र को जे धारण करिसंती से होची नभवा आकाश बगला न कहीं पार्टी कर आउ 10 मिनट थय अच्छा वर्ण कहले कौन वर्ण शब्दर अर्थ कौन वर्ण कहले सुंदर वर्ण कहले जल वर्ण कहले जंगल तेणु वर्ण कहले सुंदर पृथ्वी ठारू बड़ सुंदर कि सुंदरी ये जगत रे ना राति पाइले फूल फुटे सुबास बही आसे बढ़िया गोटे गीत लिखी सुंदर तुम सुंदर सुंदर तुम चरणर धूली सुंदर तुमरी ना सुंदर एतिकी दुनिया सुंदर सुंदर चरण अच्छा चरणर धूली इटा कौन सुंदर देखा जाए आ देखाला सुंदर तुमरी चरण गुरुंकर पाद पद्मर धूली पितामाता गुरु गुरुजन मान को नमस्कार कर सी हूँ सुंदर आ पेंटिंग कि सुंदर हो भाई ब्यूटी पार्लर कर सुंदर हम गोटे ओडिया लोक कथा अच्छी जाऊनु बांचु से तेणु अपासोरा मूर्ति जाऊ था प्रकृतरे जो पृथ्वी रे नद नदी पहाड़ पर्वत कौन किति प्रकार कौन देखिबो ए केन्दुझर
ଯେତେବେଳେ ସବୁଜ ସାକ୍ଷର ଆମ କେନ୍ଦୁଝରର ଆହ୍ୱାନ ଆସିଥିଲା ସେତେବେଳେ ବଳିଆ କେନ୍ଦୁଝରର ରାଜା ଆମେ ସବୁ ଗୋଟିଏ ମଞ୍ଚରେ ବସି ଏଇ କେନ୍ଦୁଝରର ଇତିହାସ କହୁଥିଲୁ। କେନ୍ଦୁଝରର କେନ୍ଦୁ ବିଲ୍ୱ ପତ୍ର ଏସବୁ କଥା କୁହାହେଉଥିଲା। ତେବେ ଆଜି ସେଇ କେନ୍ଦୁଝର ଅଛି ଗୋନାସିକାରୁ ଆଉ ପାଣି ବହୁନି, ଯେଉଁଠି ବୈତରଣୀ ବହି ଯାଇଥିଲା ସେଇଠି ଗନ୍ଧମାର୍ଦ୍ଦନ ଅଛି। ଗୋଟେ କଦଳୀ ଗଛ ଭଳିଆ ଗୋଟେ ସବା ଅଗରେ ଗୁଡ଼ାଏ ଗଛ ଥିଲା, ସେଠିକି ମାଙ୍କଡ଼ ଯାଆନ୍ତିନି। ମୁଁ ଆକୁ ସବୁ ବୁଲିକି ଦେଖିଛି। ତେଣୁ ଏଇସବୁ କଥା ଆଜି କୁଆଡ଼େ ଗଲା? ଏଇ କେନ୍ଦୁଝରର ଶୈଳଙ୍ଗ ପାହାଡ଼ର ସାଧକ ବାୟା ପାଗଳ। ଆଜି ବି ବାୟା ଗୀତା ଯଦି ପଢ଼ିବ ତ ମନ ବୋଧ ହେଇଯିବ। এইভাবে কেন্দুঝর ধরণীধর নায়ক বিপ্লবী ধরণীধর নায়ক যা হଉ ଏବେ କେନ୍ଦୁଝର ପୁଣି ପାଇଛି ଓଡ଼ିଶାର ଗୋଟେ ମୁଖ୍ୟମନ୍ତ୍ରୀ। ତେଣୁ କେନ୍ଦୁଝରର ବହୁତ କଥା ଅଛି। ବୈତରଣୀ ନଦୀ କେଉଁଠୁ ନା କେନ୍ଦୁଝର। ଗଙ୍ଗା ଠାରୁ 100 ବର୍ଷ ବଡ଼ ବୈତରଣୀ ନଦୀ। ତେଣୁ ଆଜି ଯାହା ନଷ୍ଟ ଭଷ୍ଟ ହେଇଛି ସବୁ ଏ ମଣିଷ ଗୁଡ଼ାକ କରୁଛନ୍ତି। ଖାଲି କହୁଛନ୍ତି ଆମର ବଡ଼ ଘାଗରା ସେ ସାନ ଘାଗରା। ତୁମେ ତ ଜଙ୍ଗଲ କାଟିବ ଆଉ ସେ ଘାଗରା କେମିତି ରହିବ? ସେଟା ଆପେ ଆପେ ଶୁଖିଯିବ। ତେଣୁ ଗୋଟେ ଗୀତ ଭଳିଆ ଲେଖିଛି, ଆମରି ଗାଁ ଛୋଟିଆ ନା ସବୁ ଗାଁ ସମାନ। ବେଦ କହିଛନ୍ତି ବିଶ୍ୱଂ ପରିପୃଷ୍ଣମ୍ ଗ୍ରାମେସ୍ମିନ୍ ଅନାତୁର। ବିଶ୍ୱର ଆତ୍ମା ଗାଁରେ ରହିଛି, ଭାରତର ଆତ୍ମା ଗାଁରେ ରହିଛି। ଏଇ ଯେଉଁ ଦେଉଛନ୍ତି ସରକାର ଆମକୁ ଯେଉଁ ଚାଉଳ ଦେଉଛନ୍ତି ସେ କ'ଣ ସହର ପାନ ଦୋକାନରୁ ବାହାରୁଛି ନା କ'ଣ? ନା ଏସେମ୍ବଲି ପାର୍ଲାମେଣ୍ଟରୁ ବାହାରୁଛି? ଗାଁରୁ ଯାଉଛି ଧାନ ଚାଉଳ। ଏଇସବୁ କଥା। ତେଣୁ ସଜ୍ଜନ, ଗାଁ ହେଉଛି ସୁନ୍ଦର। ଗୋଟେ ଗାଁରେ ଆପଣ ବସିବେ, ଗୋଟେ ମୁକ୍ତ ବାୟୁ ଆଜି ବି ଅଛି। ବହୁତ ବଜାର ଫଜାର ସବୁ ହେଇଗଲାଣି, କିନ୍ତୁ ମୁକ୍ତ ବାୟୁ ମୁକ୍ତ ଆକାଶର ମେଘ ଗାଁରୁ ହିଁ ମିଳିଥାଏ। ତାଦ୍ୱାରା ଆମ ରେଜିଷ୍ଟାନ୍ସ ପାୱାରଟା ବଢ଼େ, ବଡ଼ିର ଶରୀରର ରେଜିଷ୍ଟାନ୍ସ ପାୱାର ବଢ଼େ। ତେଣୁ ଆଜିକାଲି ସେ କଥାକୁ ତ ଆମେ ଗ୍ରହଣ କରୁଛୁ, ତଥାପି ବେଳେବେଳେ ଅଡ଼ୁଆ ହେଇଯାଉଛି ଚାକଚକ୍ୟ ଭିତରକୁ। ହଉ, ଇଏ ହେଲା ବନ। ବନ କହିଲେ ଜଳ, ବନ କହିଲେ ସୁନ୍ଦର, ବନ କହିଲେ ଜଙ୍ଗଲ। ଆଉ ଜଙ୍ଗଲରେ ଆଜି ନିଆଁ ଲାଗୁଛି, ନିଭେଇବାକୁ ଲୋକ ନାହାନ୍ତି। ତାପରେ ବନ ଚ ଓ। ଓ କହିଲେ କ'ଣ? ଓଙ୍କାର ରୂପେ ଥିଲା ବେଦ, সকল মন্ত্র মধ্যে শ্রীরাম ব্রহ্ম ওঙ্কার। সকল মন্ত্র মধ্যে শ্রীরাম ব্রহ্ম ওঙ্কার। সকল মন্ত্র মধ্যে गीता स्पष्ट कहले तुम जदि बड़ बड़ मंत्र जप कर न पार जदि खाली ओम 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 एमती कहू कहू जदि जीवनटा चली जाए
ताहले भी तुम्हें परम गति लाभ कर जीवनटा दिने जीव कि ना निज को भाव तुमको केते बयस है आगे भाव हाराहारी आउ केते वर्ष दुनिया रे ताकू भी भाव ता भीतर खाइब शोब डेब बुल मजा कर ताकू सब माइनस करदे आउ केते वर्ष तुम्हें ये सुस्थ एते बड़ बड़ कथा कहूच एते बड़ बड़ हाकिम देख कई धर मत बर्तमान 40 वर्ष है 40 वर्ष कत हो गला रे आत्मन निद्रा परिहरी फेरी चिंतार लोचन कर कर निरीक्षण ये शब्द जीवन भेटिबाकु मृत्यु कराल भेटिबा रे आत्मा रे मनीष शोई पड़ना तुम बयस केते हेलानी जम जे न जानई बालू तो जुबा जीवु बोली जड़े एथिके नहीं अमर जगन्नाथ तेणु से जगन्नाथ पदाब्दे मन रख मोट कथा जगन्नाथ कहले आपण ध्यान करू जगन्नाथ से कथा मुझे कहनी कहले ये जगत को खाद्य दिए खाद्य किए दिए कर्म ये बलदेव होती कर्मर प्रतीक कर्म टे करने को हेले आमर कौन दरकार माने ज्ञान से ज्ञानमयी किए सी होती सुभद्रा बा ग मुक्तिदाता किए ना नारायण कर्म ज्ञान भक्ति आओ जोटी भक्ति जेटी मुक्ति आओ सुदर्शन सुदर्शन किए सी होती आमर सद्गुरु ये मन रखिए शांतिर दर्शन गुरु दर्शन जीवन रे जेते पाइले भी निधि गुरु बिना कही नुहंती मो साथी ये जन्म पाई से जे शेष साथी परम आश्रय परम जहाँ को अर्जुन गाई परं ब्रह्म परं धाम तेणु जीवन रे पितृमातृद्रोही हब नहीं गुरु गुरुजन अपराधी हब नहीं आउ जीवन रे शेष कथा होची गुरुद्रोही हब नहीं गुरु निंदुकेर मुख कबु ना हेरिबे यथा हईबे गुरु निंदा तथा ना तेणु पवित्र बंचो माटी जगन्नाथंकर ये क्षेत्र गढ़ी उठी मंदिर गढ़िले पुण्य हुए कि जा हो किंतु तांको कथा टिके बुझिले लोकों का मन रे जगन्नाथ प्रति आग्रह सृष्टि यही होची सबुठारु बड़ कथा तेणु ये श्रीकांत बाबू ये गोटे घर कले करि थांते कि न करि थांते मु जानिनी मु बाध्य कली गाँव रे ही घर कर तुम गाँ आम देखीचु भुवनेश्वर रुह किंतु घरे गाँव रे घर कर
ମଝିରେ ମଝିରେ ପିଲାମାନଙ୍କୁ ନେଇ ରଖ ସେ କରିଛନ୍ତି। ସେଥିପାଇଁ ମୁଁ ସାଧୁବାଦ ଦେଉଛି। ଶ୍ରୀକାନ୍ତ ବାବୁଙ୍କ ବାପା ସେ ଗାଁରେ ସବୁବେଳେ ରହୁଛନ୍ତି, ତାଙ୍କ ମା ବାପା। ତେଣୁ ଗାଁ ଠାରୁ ବଡ଼ ଜିନିଷ କିଛି ନାହିଁ। ଆଉ ବଳିଆ ଯାଇଥିଲା ମାସେ ହେଲା, ଇଆଡ଼େ ଆସିକିରି କେନ୍ଦୁଝରରେ ମୋର ଶେଷ ହେଲା ଏଇଠୁ। ଆଉ ଗୋଟିଏ ପ୍ରୋଗ୍ରାମ କାଲି ସାରିକିରି ଆଶ୍ରମକୁ ମାସକ ପାଇଁ ଫେରିବି। ପୁଣି ଯେତେବେଳେ ଠାକୁରଙ୍କର ଇଚ୍ଛା ହେବ, ଆପଣମାନଙ୍କ ଦୟା ହେବ, ପୁଣି ବଳିଆ ଆସିବ। ଶ୍ରୀ ଗୁରୁ ବ୍ରହ୍ମାନନ୍ଦ ରାୟ। ଏଇ ବଞ୍ଚ ଶବ୍ଦଟିକୁ ମନେ ରଖିବେ। ତାହେଲେ କେତେ ଗୁଡ଼ିଏ ଠାକୁରଙ୍କ ନାଁ ଆସିଲା। ତେଣୁ ବଞ୍ଚରେ ଘର ଫର ଆହୁରି ଭଲ କର। ରହିଲି ବୋଲ।